ମୋ ନାଁ ସୌଭାଗ୍ୟ କୁମାର ଜଗଦେବ, ଅଧିବକ୍ତା, ଭୁବନେଶ୍ୱର। ଦେଖନ୍ତୁ, ଭାରତୀୟ ନ୍ୟାୟ ବ୍ୟବସ୍ଥା ସଦାବେଳେ ଗୋଟେ ଜଟିଳ ବ୍ୟବସ୍ଥା ମଧ୍ୟରେ ରହିଛି। ଆଉ ଜିଏସଟି ଯେଉଁ ଆସିଲା, ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସ, 2017 ଭାରତୀୟ ଜନତା ପାର୍ଟିର ଯେଉଁ ସରକାର ଥିଲେ କେନ୍ଦ୍ରରେ, ସେ ଆଣିଲେ। ତ ୟା ଦେହରେ ବିଧି ବ୍ୟବସ୍ଥା ଭିତରେ ବି ଜଟିଳତା ବହୁତ ଅଛି। ସେଥିପାଇଁ ଲୋକଙ୍କର ବିଚାର ଆଉ ବୁଝିବା ଶକ୍ତି ବି ଏହା ପାଇଁ ବିଭିନ୍ନ ପ୍ରକାରର ଅଛି। ତ ଏବେ ଗତ 25 ତାରିଖ ରାତିରେ ଗୋଟେ ଚମଡ଼ା ବୋଝେଇ ଗାଡ଼ି, ଯେଉଁଥିରେ ପାଖାପାଖି 2000 ଚମଡ଼ା ଅଛି ଗୋବଂଶଙ୍କର, ଇନ୍ଫୋ ଭ୍ୟାଲି ଥାନା, ଯେଉଁଟାକି ଭୁବନେଶ୍ୱର କମିଶନର ଅଣ୍ଡରରେ ଆସୁଛି, ଗୋଟେ ଗାଡ଼ିକି ପିଲାମାନେ ଧରିକି ପୋଲିସର ଜିମା ଦେଲେ। ତ ସେଠି ଉପୁଜିଲା କ'ଣ ନା, ତା ପାଖରେ ଜିଏସଟିର ବିଲ୍ ଆଉ ୱେ ବିଲ୍ ଥିଲା। ତ ପୋଲିସ ଆଧାରରେ ସେଇଟା ହେଉଛି ଠିକ୍ ଜିନିଷ। କିନ୍ତୁ ଯେ ଜିଏସଟିର ବିଲ୍ ଆଉ ୱେ ବିଲ୍ ରହିଲେ ଚମଡ଼ା ବୈଧ, ତ ତାକୁ ଏଇ ଯେଉଁ ଜଟିଳତା ଆଇନରେ ଅଛି, ଏସବୁ ଜିନିଷ ଗୁଡ଼ା ଉପରେ ସରକାର ଧ୍ୟାନ ଦେବା ନିହାତି ଦରକାର ଅଟେ। ଜିଏସଟି ଆଜ୍ଞା ଗୋଟେ ରେଭିନ୍ୟୁ ଲ ଅଟେ। ଜିଏସଟିରେ ସରକାର ଟ୍ୟାକ୍ସ କେମିତି ପାଇବେ, ସେଥିପାଇଁ ସରକାର କିଛି ଜିନିଷ ଗୁଡ଼ିକ ଉପରେ ଟ୍ୟାକ୍ସ ଫିକ୍ସ କରୁଛନ୍ତି। ତ ଯେଉଁ ଚମଡ଼ା ଗୁଡ଼ିକ ଆସୁଛି, ସେଇଗୁଡ଼ିକ ବିଲ୍ ୱେବିଲ୍ରେ ଲେଖା ହେଉଛି ର ହାଇଟ୍ସ ବା ନଗଦ ଚମଡ଼ା। ତ ନଗଦ ଚମଡ଼ା ତ ଆଉ ଫ୍ୟାକ୍ଟ୍ରିରେ ପ୍ରଡକ୍ସନ କରାଯାଏନି। ଏହା ଦୁଇ ପ୍ରକାରରେ ଉପଲବ୍ଧ ହୋଇପାରିବ। ଆଇଦର ଗୋବଂଶ ମଲେ ମିଳିପାରିବ, ନହେଲେ ଗୋବଂଶକୁ ହତ୍ୟା କଲେ ମିଳିପାରିବ। ତ ଦୁଇଟି ଉପାୟରେ ହିଁ ଗୋବଂଶଙ୍କଠୁ ଚମଡ଼ା ଆଦାୟ କରାଯାଇପାରିବ। ଆପଣଙ୍କର ଫ୍ୟାକ୍ଟ୍ରିରେ ଯେହେତୁ ପ୍ରଡକ୍ସନ ହେଉନି ଜୀବନ୍ତ ଜିନିଷ, ତେଣୁ ତାଙ୍କୁ ମଲା ପରେ ୟା ମାରିଲା ପରେ ମିଳିପାରିବ। ତ ଯେଉଁ ସ୍ଲଟର ସାର୍ଟିଫିକେଟ୍ ଥାଏ ବା ଯେଉଁଠି ସ୍ଲଟର କମ୍ପାନୀ ମାନେ ଖୋଲା ହେଇଥାଏ, ତ ତାଙ୍କର କାମ ହେଉଛି ତାର ଫିଟମେଣ୍ଟ ସାର୍ଟିଫିକେଟ୍ ନେବେ, ତାପରେ ତାକୁ ସ୍ଲଟର କରିବେ। ଆଉ ସେ ସ୍ଲଟର ହେଲା ପରେ ସେ କମ୍ପାନୀ ମାନେ ତାଙ୍କର ମାଂସ ଅଥବା ଚମଡ଼ା, ହାଡ଼, ଏସବୁକୁ ରପ୍ତାନି କରିପାରିବେ। ଯେକୌଣସି ରାଜ୍ୟକୁ କରିପାରନ୍ତି କି ବା ଦେଶ ବାହାରକୁ କରିପାରିବେ। ତ ଯେତେବେଳେ ଆସୁଛି ଚମଡ଼ାଟା ବା ହତ୍ୟା କରାଯାଉଛି ଗୋବଂଶକୁ, ତ ସେ ଗୋବଂଶକୁ ଯେଉଁ ହତ୍ୟା କରାଯାଉଛି, ସେଇଟା ବୈଧ ଆକାରରେ କରାଯାଉଛି କି ଅବୈଧ ଭାବରେ ହତ୍ୟା କରାଯାଉଛି, ସେଇଟା ହେଉଛି ମୂଳତଃ ପ୍ରଶ୍ନ। ତ ଯେତେବେଳେ ଜିନିଷ ବାହାରୁଛି ତା ଉପରେ ସରକାର ଟ୍ୟାକ୍ସ ନେଇଯାଉଛନ୍ତି, ସେଇଟା ଠିକ୍ ଅଛି, କାରଣ ସରକାର ଯେତେବେଳେ ଗୋଟେ ଜିନିଷ ବିକ୍ରି ହେଉଛି ତା ଉପରେ ଟ୍ୟାକ୍ସ ନେଲେ। କିନ୍ତୁ ସେ ଜିନିଷ ବୈଧ ଭାବରେ ମିଳୁଛି କି ଅବୈଧ ଭାବରେ ମିଳୁଛି, ଏହା ହେଉଛି ମୂଳ ପ୍ରଶ୍ନବାଚୀ। ତେଣୁ ସରକାରଙ୍କୁ ଧ୍ୟାନ ଦେବାକୁ ପଡ଼ିବ ଯେ ଯେଉଁ ଭଳିଆ ଗୋବଂଶମାନଙ୍କୁ ହତ୍ୟା କରାଯାଉଛି, ତ ସେଇ ହତ୍ୟାଟା କେମିତି ବନ୍ଦ ହେଇପାରିବ, ଅବୈଧ ଭାବରେ ନ ହତ୍ୟା ହୋଇ କେଭଳି ସ୍ଲଟର ହାଉସରେ, ଯାହାକି ସରକାରଙ୍କ ଲାଇସେନ୍ସ ପ୍ରାପ୍ତ ସ୍ଲଟର ହାଉସ୍, ସେଇଠାରେ ହିଁ କେବଳ ହେଇପାରିବ। ତା ଉପରେ ସରକାର ଧ୍ୟାନ ଦେବା ନିହାତି ଦରକାର। ଆଉ ଏହା ଉପରେ ମାନ୍ୟବର କୋର୍ଟ ମାନଙ୍କର ରାୟ ନିଜର ବଦଳାଇବା ଦରକାର ଯେ ଯଦି ଜିଏସଟି ଅଛି ଆଉ ସେ ଟ୍ୟାକ୍ସ ଦେଇ ଦେଉଛି, ତାହେଲେ ତା ପାଖରେ ଗୋବଂଶକୁ ହତ୍ୟା କରିବାର ଅଧିକାର ଅଛି। ଯେଉଁ ଗାଡ଼ି ଗୁଡ଼ିକ ଧରା ପଡ଼ୁଛି, ତା ଉପରେ ପୋଲିସ ନିଜର ଇନଭେଷ୍ଟିଗେସନ କରିବା ଦରକାର, ପ୍ରପର ଇନଭେଷ୍ଟିଗେସନ କରିବା ଦରକାର। ଆଉ ବିଗତ କିଛି ଦିନ ଭିତରେ ଓଡ଼ିଶାରେ ଯେଉଁଭଳି ଭାବରେ ଗୋ ମାଫିଆ ମାନଙ୍କ ଉପରେ ପୋଲିସ ତାର ଆଇନ ଅନୁଯାୟୀ କାର୍ଯ୍ୟବିଧାନ କରିଛି, ଯଦି ସେଇଭଳି ଭାବରେ ଏଇ କେସ୍ରେ ବି କରାଯାଏ, ତ ମୁଁ ଭାବୁଛି ଯେ ଗୋବଂଶକୁ ସଠିକ ନ୍ୟାୟ ମିଳିପାରିବ। ତ ଆପଣ ସିଧାସଳଖ କହିବାକୁ ଚାହୁଁଛନ୍ତି କେବଳ ଜିଏସଟି ଦେଖିକି କୌଣସି ଗୋରୁ ଚମଡ଼ା ବୁଝେଇ ଗାଡ଼ିକୁ ଛାଡ଼ିଦେବା ପ୍ରଶାସନ ପକ୍ଷେ ଉଚିତ ହବ ନାହିଁ, ଆପଣ ଏହା କହିବାକୁ ଚାହୁଁଛନ୍ତି? ନିଶ୍ଚିତ ଭାବରେ, କାରଣ ଯେହେତୁ ଏହା ଭିତରେ ବହୁତ ଗୁଡ଼ିଏ ଜିନିଷ ରହିଛି, ଆଇନ ବି ରହିଛି। ଭାରତର ବିଭିନ୍ନ ରାଜ୍ୟରେ ଗୋହତ୍ୟା ଉପରେ ବ୍ୟାନ୍ ଲାଗିଛି ବା ଏହା ନିଷେଧ ଅଟେ। ତେଣୁ ସରକାର ଏହା ପ୍ରତି ବହୁତ ଯତ୍ନବାନ ହେବା ଦରକାର। ଆଉ ପୋଲିସ ବି ଏହାକୁ ଗୁରୁତ୍ୱର ସହିତ ନେବା ଦରକାର ଯେ ଗୋ ଚମଡ଼ାଟା କେବେ ଗୋଟେ ଦ୍ରବ୍ୟ ନୁହଁ, ଏହା ଗୋବଂଶକୁ ହତ୍ୟା କରିକି ମିଳୁଥାଇପାରେ। ତେଣୁ ଏହା ଉପରେ ସଠିକ ଆଉ ପୁଙ୍ଖାନୁପୁଙ୍ଖ ଇନଭେଷ୍ଟିଗେସନ ହେବା ଦରକାର। ଜିଏସଟି ଦେଖି ଛାଡ଼ିବା ଉଚିତ ନୁହଁ। ଜିଏସଟି ଦେଖି ଛାଡ଼ିବା ଉଚିତ ନୁହଁ। ତେବେ ଓଡ଼ିଶାରେ ଗୋ ହତ୍ୟାକୁ ନେଇକି କେଉଁ ପ୍ରକାର ଆଇନ ଅଛି, କ'ଣ ଅଛି ସେ ବିଷୟରେ ଟିକେ କହିବେ? ସମ୍ପୂର୍ଣ୍ଣ ଭାବରେ ନିଷେଧ ଅଛି। ଆପଣ କୌଣସି ପ୍ରକାର ଗୋବଂଶଙ୍କର ହତ୍ୟା କରିପାରିବେ ନାହିଁ। ଆପଣଙ୍କର 2-3ଟି ଇଏରେ ହତ୍ୟାର ପ୍ରାବଧାନ ଅଛି। ଯେମିତିକି ଗୋବଂଶ ଯଦି କମ୍ପ୍ଲିଟଲି ଡିଜେବଲ୍ ଥିବେ, ଏହା ତାଙ୍କ ଦ୍ୱାରା କୌଣସି ବେମାରୀ ବେଶୀ ହବାର, ଫଙ୍ଗାଲ ଇନଫେକ୍ସନ ହଉ, ଭାଇରାଲ ଡିଜିଜ୍ ହଉ, ଏସବୁ ଗୁଡ଼ିକ ଅଧିକାରୁ ଅଧିକା ବଢ଼ିବାର ଥିବ, ସେ ଭଳିଆ ପ୍ରାବଧାନ ଭିତରେ ଯଦି ଆସୁଛନ୍ତି, ତାହେଲେ ଗୋହତ୍ୟା କରାଯାଇପାରିବ। ଏଇସବୁକୁ ଯଦି ଏଇଭଳିଆ କିଛି ଜିନିଷ ଭିତରେ ଆସୁନି, ତ ଗୋହତ୍ୟା ନିଷେଧ ଅଟେ ଓଡ଼ିଶାରେ। ଯେମିତିକି ଓଡ଼ିଶାରେ ଅନେକ ସମୟରେ ଗୋରୁ ବୁଝେଇ ଗାଡ଼ି ଧରାଯାଉଛି, ଗୋବଂଶକୁ ଉଦ୍ଧାର କରାଯାଉଛି। ତ ଓଡ଼ିଶାରେ ଯେହେତୁ ଆପଣ କହୁଛନ୍ତି ଯେ ଗୋ ହତ୍ୟା ସମ୍ପୂର୍ଣ୍ଣ ଭାବେ ନିଷେଧ ଅଛି, ତ ସେମାନେ କେମିତି ଇଜିଲି ବେଲ୍ ପାଇଯାଉଛନ୍ତି? ଓଡ଼ିଶାରେ
ଆପଣଙ୍କର ଗୋହତ୍ୟା ଉପରେ ଆଇନ ଅଛି, କିନ୍ତୁ ଗୋ ଚାଲାଣ ଉପରେ କୌଣସି ପ୍ରକାର ଆଇନ ନାହିଁ। ଆଉ ଗୋହତ୍ୟା ଉପରେ ବି ଯୋଉ ଦଣ୍ଡବିଧାନ ଅଛି ତାହା ଏକଦମ ନିମ୍ନ। ଏତେ କମ ମାତ୍ରାର ଦଣ୍ଡବିଧାନ ଅଛି ଯେ ଯଦି ଗୋଟେ ଲୋକକୁ ସେଥିପାଇଁ ଗିରଫ ବି କରାଯାଏ, ସେ ସମ୍ପୃକ୍ତ ସେଇଦିନ ହିଁ ତାର ବେଲ୍ ହେଇଯାଏ। ତ ଦଣ୍ଡବିଧାନଟା ଆହୁରି ମଜବୁତ ହବା ଦରକାର ଏବଂ ଗୋ ଚାଲାଣ ଉପରେ ମଧ୍ୟ ସରକାର ଆଇନ ଆଣିବା ନିହାତି ଦରକାର ଅଟେ। ଖାଲି ଗୋ ହତ୍ୟା ନିଷେଧ କଲେ ହବନି, ଗୋ ଚାଲାଣ ଉପରେ ବି ସରକାରଙ୍କର ନିୟମ ଆସିବା ନିହାତି ଦରକାର। ଓଡ଼ିଶାରେ ଯେଉଁଭଳି ଭାବରେ ଗୋହତ୍ୟା ନିଷେଧ ଅଛି, ସେପରି ଯେଉଁ ଅବୈଧ ଗୋ ଚାଲାଣ ହେଉଛି, ତ ଆପଣମାନେ ଏବେ ଦେଖୁଥିବେ ଟ୍ୟାଙ୍କରରେ ହେଉଛି, ବସ୍ରେ ହେଉଛି, ବିଭିନ୍ନ କାରରେ କରାଯାଉଛି। ତ ଅବୈଧ ଗୋ ଚାଲାଣ ଉପରେ 1960 ମସିହାରେ ଯେଉଁ ଆମ ଓଡ଼ିଶା ସରକାରଙ୍କର ନିୟମ ଅଛି, ତ ତାହା ଅତି ପୁରୁଣା ଅଟେ ଏବଂ ତା ଉପରେ ଯେଉଁ ଜୋରିମାନା ଅଛି ବା ଯେଉଁ ଦଣ୍ଡବିଧାନ ଅଛି ତାହା ଅତି ନିମ୍ନ ଅଟେ। ତ ସେଇଭଳି ଦଣ୍ଡବିଧାନ ଆହୁରି ସଶକ୍ତ ହେବା ଦରକାର, ଆହୁରି ଅଧିକା ମଜବୁତ ଦଣ୍ଡବିଧାନ ହେବା ଦରକାର, ଯେଉଁଥିରେ କି ଆସାମୀ ମାନେ କରିବା ପୂର୍ବରୁ ଆଉ ଥରେ ଭାବିବେ ଯେ ଗୋଚାଲାଣ ଆଉ ଗୋହତ୍ୟା କେତେ ବଡ଼ ଅପରାଧ ଆଉ ପାପ ଅଟେ। हजारों सालों से जला है दीप ज्ञान का, त्याग और तपस्या है ये तो धर्म महान का। अब समय है बोलने का, अब समय है जागने का, हर अन्याय को रोको, ये वक्त है लड़ने का। हम है धर्म रक्षक, रक्षक सत्य के, नहीं झुकेंगे हम डर से अन्याय के। ना धर्म का अपमान होगा, ना आस्था की हार, हर हृदय से निकलेगी धर्म की ललकार।